जय जगन्नाथ पिलाମାନେ ସମସ୍ତଙ୍କୁ ସ୍ୱାଗତ। ଆଜି ଭିଡିଓରେ ତୁମମାନଙ୍କ ନବମ ଶ୍ରେଣୀ ଜୀବ ବିଜ୍ଞାନ ବହିର ପ୍ରଥମ ଅଧ୍ୟାୟ ଜୈବ ବିବିଧତା ଏ ଚାପ୍ଟରଟିର ପ୍ରଶ୍ନ ଉତ୍ତର ଗୁଡ଼ିକ ଆଲୋଚନା କରିନେବା। 1 ନମ୍ବର, ଜୀବମାନଙ୍କୁ ଶ୍ରେଣୀଭୁକ୍ତ କରିବା ଦ୍ୱାରା କ'ଣ ଉପକାର ମିଳେ? ଉତ୍ତର, ପୃଥିବୀରେ ବାସ କରୁଥିବା 15 ଲକ୍ଷରୁ ଅଧିକ ଜାତିର ଜୀବମାନଙ୍କ ମଧ୍ୟରୁ ଅନେକ ଜୀବଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରି ନାହିଁ। ଜୀବମାନଙ୍କ ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇଁ ହେଲେ ସେମାନଙ୍କ ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟକୁ ବିଚାରକୁ ନେଇ ଶ୍ରେଣୀଭୁକ୍ତ କରାଯାଏ। ଶ୍ରେଣୀଭୁକ୍ତ କରିବା ଫଳରେ ଏକରେ ଜୀବମାନଙ୍କ ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟ ବିଷୟରେ ଅନେକ ଜ୍ଞାନ ଆହରଣ କରାଯାଇପାରେ। 2ରେ ଶ୍ରେଣୀ ବିଭାଗ କରିବା ଦ୍ୱାରା ଜୀବ ମଧ୍ୟରେ ଥିବା ପରସ୍ପର ସମ୍ବନ୍ଧ ସହଜରେ ଜାଣି ହୁଏ। 3ରେ ଜୀବମାନଙ୍କର ଜୈବ ବିବିଧତା ସମ୍ବନ୍ଧରେ ଅଧିକ ତଥ୍ୟ ମିଳିପାରେ। 4ରେ ଶ୍ରେଣୀ ବିଭାଗ ଦ୍ୱାରା ବିଭିନ୍ନ ଜୀବଙ୍କୁ ଚିହ୍ନିବା ସହଜ ହୁଏ। 5ରେ ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ଜୀବମାନଙ୍କର ବିସ୍ତାର ବିଷୟରେ ଜ୍ଞାନ ଆହରଣ କରିହୁଏ। 6ରେ ସର୍ବୋପରି ପରିବେଶ ବିଜ୍ଞାନ, କୃଷି ବିଜ୍ଞାନ, ଜନସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଧ୍ୟୟନ, ଗବେଷଣା ପରିଚାଳନା ଓ ପ୍ରୟୋଗ ଇତ୍ୟାଦି ଜୀବମାନଙ୍କର ଚିହ୍ନଟ ତଥା ଶ୍ରେଣୀ ବିଭାଗ ବିନା ସମ୍ଭବପର ହୋଇ ନଥାଏ। 2 ନମ୍ବର, ଏକ ଶ୍ରେଣୀ ବିଭାଗରେ କିପରି 2ଟି ସ୍ତରର ଚିହ୍ନଟ କରିବା ପାଇଁ ଲକ୍ଷଣ ବାଛି ପାରିବା ଲେଖ। ତ ଉତ୍ତର, ଜୀବ ଜଗତର ଶ୍ରେଣୀ ବିଭାଗ କଲା ବେଳେ ଜୀବଗୋଷ୍ଠୀ ମଧ୍ୟରେ ରହିଥିବା ସେମାନଙ୍କର ଆକାର, ବ୍ୟବହାର ବା ପ୍ରକୃତି, ଶାରୀରିକ ଗଠନ କିମ୍ବା କାର୍ଯ୍ୟଧାରାରେ ସମାନତା ଅଥବା ପୃଥକ ଗୁଣ ଗୁଡ଼ିକୁ ହିଁ ସେମାନଙ୍କର ଲକ୍ଷଣ ରୂପେ ବିବେଚନା କରାଯାଏ। 2ରେ ଶ୍ରେଣୀ ବିଭାଜନ ବେଳେ ଗୋଟିଏ ସ୍ତରର ପ୍ରାଣୀ ବା ଉଦ୍ଭିଦ ତା ତଳ ସ୍ତରର ପ୍ରାଣୀ ବା ଉଦ୍ଭିଦର ଲକ୍ଷଣ ଗୁଡ଼ିକ ଦ୍ୱାରା ପ୍ରଭାବିତ ହୋଇଥାଏ ଓ କେତେକ ସମାନତା ବଜାୟ ରଖିଥାଏ। 3ରେ 2ଟି ସ୍ତରର ଚିହ୍ନଟ କରିବା ପାଇଁ କୋଷର ପ୍ରକୃତି ଠାରୁ ଆରମ୍ଭ କରି ଭିନ୍ନ ଜୀବ ମଧ୍ୟରେ ଥିବା ସାମଞ୍ଜସ୍ୟପୂର୍ଣ୍ଣ ଲକ୍ଷଣ ଓ ଆନ୍ତଃ ସମ୍ବନ୍ଧିତ ଲକ୍ଷଣ ଗୁଡ଼ିକୁ ବାଛିବାକୁ ପଡେ। ଏହି ସାମଞ୍ଜସ୍ୟପୂର୍ଣ୍ଣ ଲକ୍ଷଣ ଓ ଆନ୍ତଃ ସମ୍ବନ୍ଧିତ ଲକ୍ଷଣ ଦ୍ୱାରା 2ଟି ସ୍ତରର ଚିହ୍ନଟ କରିବା ସହିତ ଶ୍ରେଣୀ ବିଭାଗ କରାଯାଇପାରେ। 3 ନମ୍ବର, ପାଞ୍ଚ ଜଗତ ଶ୍ରେଣୀ ବିଭାଗର ଜୀବମାନଙ୍କୁ କିପରି ଗୋଷ୍ଠୀଭୁକ୍ତ କରାଯାଏ ତାହାର ଧାରା ବର୍ଣ୍ଣନା କରାଯାଏ। ତ ବର୍ଣ୍ଣନା କର। ଉତ୍ତର, ପାଞ୍ଚ ଜଗତ ବିଶିଷ୍ଟ ଶ୍ରେଣୀ ବିଭାଗ କୋଷର ଗଠନ, ପୋଷଣର ଉତ୍ସ ଓ ଖାଦ୍ୟ ଗ୍ରହଣ ପ୍ରଣାଳୀ ତଥା ଜୀବ ଶରୀରର ସଂଗଠନ ଉପରେ ଆଧାରିତ। ଆଇରେ ପାଞ୍ଚ ଜଗତ ବିଶିଷ୍ଟ ଶ୍ରେଣୀ ବିଭାଗର ଜୀବମାନଙ୍କ ମଧ୍ୟରେ କିଏ ପ୍ରାକ୍ ନ୍ୟଷ୍ଟିୟ ଓ କିଏ ସୁନ୍ୟଷ୍ଟିୟ ଚିହ୍ନଟ କରାଯାଏ। 2ରେ ପ୍ରାକ୍ ନ୍ୟଷ୍ଟିୟ ହୋଇଥିଲେ କେବଳ ଏକକୋଷୀୟ, କିନ୍ତୁ ସୁନ୍ୟଷ୍ଟିୟ ହୋଇଥିଲେ ଏକକୋଷୀୟ ଓ ବହୁକୋଷୀୟ ଉଭୟ ପ୍ରକାରର ହୋଇଥାନ୍ତି। 3ରେ ବହୁକୋଷୀୟ ହୋଇଥିଲେ କେଉଁମାନଙ୍କର କୋଷଭିତ୍ତି ଥାଏ ଓ କେଉଁମାନଙ୍କର କୋଷଭିତ୍ତି ବିହୀନ ନିର୍ଣ୍ଣୟ କରାଯାଏ। ଆଇରେ କୋଷଭିତ୍ତି ବିଶିଷ୍ଟ ହେଲେ ଉଦ୍ଭିଦ ଶ୍ରେଣୀୟ ଓ କୋଷ ଭିତ୍ତି ବିଭିନ୍ନ ହେଲେ ପ୍ରାଣୀ ଶ୍ରେଣୀୟ ହୋଇଥାନ୍ତି। 2ରେ କୋଷଭିତ୍ତି ବିଶିଷ୍ଟ ଜୀବ ଅର୍ଥାତ୍ ଉଦ୍ଭିଦ ମଧ୍ୟରୁ କେଉଁମାନେ ଆଲୋକ ଶ୍ଳେଷଣ କରିପାରନ୍ତି ନାହିଁ ଓ କେଉଁମାନେ ଆଲୋକ ଶ୍ଳେଷଣ କରିପାରନ୍ତି ତାହା ନିର୍ଦ୍ଧାରଣ କରି ଆଲୋକ ଶ୍ଳେଷଣ କରିପାରୁନଥିବା ଉଦ୍ଭିଦକୁ ଫଞ୍ଜାଇ ଓ ଆଲୋକ ଶ୍ଳେଷଣ କରିପାରୁଥିବା ଉଦ୍ଭିଦକୁ କ'ଣ ପ୍ଲାଣ୍ଟି ଗୋଷ୍ଠୀଭୁକ୍ତ କରାଯାଏ। 4 ନମ୍ବର, ପ୍ଲାଣ୍ଟିର ମୁଖ୍ୟ ବିଭାଗ ଗୁଡ଼ିକ କ'ଣ? ଉତ୍ତର, ପ୍ଲାଣ୍ଟିର ମୁଖ୍ୟ ବିଭାଗ ହେଲା 1ରେ କ୍ରିପ୍ଟୋଗାମ ଯିଏକି ଅପୁଷ୍ପକ ଉଦ୍ଭିଦ, ଥାଲୋଫାଇଟା, ଖରେ ବ୍ରାୟୋଫାଇଟା, ଗରେ ଟେରିଡୋଫାଇଟା ହେଲା। 2ରେ ଫାନେରୋଗାମ ଯିଏକି ସପୁଷ୍ପକ ଉଦ୍ଭିଦ, ଜିମ୍ନୋସ୍ପର୍ମ ଯିଏକି ନଗ୍ନଜୀବୀ, ଖରେ ଆଞ୍ଜିଓସ୍ପର୍ମ ଯାହାକି ଆବୃତଜୀବୀ। ଆବୃତଜୀବୀ ପୁଣି 2 ଭାଗରେ ବିଭକ୍ତ, ଯଥା ଏକବୀଜପତ୍ରୀ ଓ ଦ୍ୱିବୀଜପତ୍ରୀ। 5 ନମ୍ବର, ଉଦ୍ଭିଦର ବିଭକ୍ତିକରଣ ଓ ପ୍ରାଣୀର ବିଭକ୍ତିକରଣ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ତ ପାର୍ଥକ୍ୟ ଦର୍ଶାଇବା ଉଦ୍ଭିଦର ବିଭକ୍ତିକରଣ ଆଉ ପ୍ରାଣୀର ବିଭକ୍ତିକରଣ। ପ୍ରଥମେ ଉଦ୍ଭିଦର ବିଭକ୍ତିକରଣ ଲେଖିବା। ତ 1ରେ ଫୁଲ ଫଳ ଧାରଣ କରୁ ନଥିବା ଉଦ୍ଭିଦ ବା ଅପୁଷ୍ପକ ଉଦ୍ଭିଦ, ଏମାନଙ୍କୁ କ୍ରିପ୍ଟୋଗାମ କୁହାଯାଏ। ଏମାନେ 3 ଭାଗରେ ବିଭକ୍ତ, ଯଥା ଥାଲୋଫାଇଟା, ବ୍ରାୟୋଫାଇଟା ଓ ଟେରିଡୋଫାଇଟା। 2 ନମ୍ବରରେ ପଏଣ୍ଟରେ
ଫୁଲ ଫଳ ଧାରଣ କରୁଥିବା ଉଦ୍ଭିଦ ବା ସପୁଷ୍ପକ ଉଦ୍ଭିଦ ଏମାନଙ୍କୁ ଫାନେରୋଗାନ କୁହାଯାଏ। ଏମାନେ ଦୁଇ ଭାଗରେ ବିଭକ୍ତ ଯଥା ଜିମ୍ନୋସ୍ପର୍ମ ଯାହାକି ନଗ୍ନଜୀବୀ ଓ ଆଞ୍ଜିଓସ୍ପର୍ମ ଯାହାକି ଆବୃତଜୀବୀ। ଆବୃତଜୀବୀ ପୁଣି ଦୁଇ ଭାଗରେ ବିଭକ୍ତ ଯଥା ଏକବୀଜପତ୍ରୀ ଓ ଦ୍ୱିବୀଜପତ୍ରୀ। ତାପରେ ପ୍ରାଣୀର ବିଭକ୍ତିକରଣ। 1 ନମ୍ବର ପଏଣ୍ଟ, ମେରୁଦଣ୍ଡ ବିହୀନ ପ୍ରାଣୀ ଓ ଅମେରୁଦଣ୍ଡୀୟ ପ୍ରାଣୀ ଏମାନଙ୍କୁ ନନ୍ ଭର୍ଟିବ୍ରେଟ୍ସ କୁହାଯାଏ। ଏମାନେ 8 ଭାଗରେ ବିଭକ୍ତ ଯଥା ପୋରିଫେରା, ସିଲେଣ୍ଟୋରାଟା, ପ୍ଲାଟିହେଲମିନ୍ଥେସ୍, ନିମାଟୋହେଲମିନ୍ଥେସ୍, ଏନିଲିଡା, ଆର୍ଥ୍ରୋପୋଡା, ମେଲୁସ୍କା, ଏକାଇନୋଡା ମାଟା। ତ 2 ନମ୍ବର ପଏଣ୍ଟରେ ମେରୁଦଣ୍ଡ ବା ମେରୁଦଣ୍ଡ ଥିବା ପ୍ରାଣୀ ବା ମେରୁଦଣ୍ଡୀୟ ପ୍ରାଣୀ ଏମାନଙ୍କୁ ଭର୍ଟିବ୍ରେଟ୍ସ କୁହାଯାଏ। ଏମାନେ 6 ଭାଗରେ ବିଭକ୍ତ ଯଥା ସାଇକ୍ଲୋଷ୍ଟୋମାଟା, ପାଇସେସ୍, ଆମ୍ଫିବିଆ, ରେପ୍ଟିଲିଆ, ଏଭୋସ୍ ଓ ମାମାଲିଆ। 6 ନମ୍ବର ଭର୍ଟିବ୍ରାଟା ପ୍ରାଣୀମାନଙ୍କ ଶ୍ରେଣୀ ବିଭାଗ ଲେଖ। ତ ଭର୍ଟିବ୍ରାଟା ମାନେ ମେରୁଦଣ୍ଡୀ ପ୍ରାଣୀ ମାନଙ୍କର ଶ୍ରେଣୀ ବିଭାଗ ଆମେ ଦେଖିବା। ତ ଉତ୍ତର ସମସ୍ତ ମେରୁଦଣ୍ଡୀ ପ୍ରାଣୀ ଏକ ଉପପର୍ବ ଅନ୍ତର୍ଭୁକ୍ତ। ଏହି ଉପପର୍ବର ପ୍ରାଣୀ ମାନଙ୍କୁ 6ଟି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ହେଉଛି ସାଇକ୍ଲୋଷ୍ଟୋମାଟା। ତ ଏମାନଙ୍କୁ ଆଦିମ ମେରୁଦଣ୍ଡୀ ପ୍ରାଣୀ କୁହାଯାଏ। ଉଦାହରଣ ପେଟ୍ରୋମାଇଜନ୍ ମିକ୍ସିନ୍। ତାପରେ ବିରେ ପାଇସେସ୍ ସାଧାରଣ ମାଛ ଏହି ଶ୍ରେଣୀ ଅନ୍ତର୍ଭୁକ୍ତ। ଉଦାହରଣ ମଗର ମାଛ, ରୋହି, ମିରିକାଳି, ଇଲିଶି, ଶେଉଳ, ତାପରେ ହିପୋକେମ୍ପସ୍ ଇତ୍ୟାଦି। ତାପରେ ଆମ୍ଫିବିଆ ଉଭୟଚର ପ୍ରାଣୀ ମାନେ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ଉଦାହରଣ ବେଙ୍ଗ, ସାଲମେଣ୍ଡର ଇତ୍ୟାଦି। ବିରେ ରେପ୍ଟିଲିଆ ସମସ୍ତ ସରୀସୃପ ଜାତୀୟ ପ୍ରାଣୀ ଏହି ଶ୍ରେଣୀ ଅନ୍ତର୍ଭୁକ୍ତ। ଉଦାହରଣ କଇଁଛ, କୁମ୍ଭୀର, ଝିଟିପିଟି, ସାପ ଇତ୍ୟାଦି। ଏଭସ୍ ପକ୍ଷୀମାନେ ଏହି ଶ୍ରେଣୀ ଅନ୍ତର୍ଭୁକ୍ତ। ଉଦାହରଣ କୁକୁଡ଼ା, କାଉ, ପାରା, ଶୁଆ, ଚିଲ, ଓଟପକ୍ଷୀ, ପେଙ୍ଗୁଇନ୍ ଇତ୍ୟାଦି। ଏଫରେ ମାମାଲିଆ ସମସ୍ତ ସ୍ତନ୍ୟପାୟୀ ପ୍ରାଣୀ ଏହି ଶ୍ରେଣୀ ଅନ୍ତର୍ଭୁକ୍ତ। ଉଦାହରଣ ଗାଈ, ମଇଁଷି, ଛେଳି, ମେଣ୍ଢା, ବାଦୁଡି, ତିମି, ମାଙ୍କଡ, ମଣିଷ, ଠେକୁଆ, ମୂଷା ଇତ୍ୟାଦି। 7 ନମ୍ବର କେଉଁ ପ୍ରାଣୀ ମାନଙ୍କ ଦ୍ୱିପାର୍ଶ୍ୱ ପ୍ରତିସାମ୍ୟ ରହିଛି ତାହା ତାଲିକା କର। ଉତ୍ତର ପ୍ଲାଟିହେଲମିନ୍ଥେସ୍ ପର୍ବର ପ୍ରାଣୀ ମାନଙ୍କୁ ଚେପ୍ଟା କୃମି କୁହାଯାଏ। ଏମାନଙ୍କର ଶରୀରରେ ଦ୍ୱିପାର୍ଶ୍ୱ ପ୍ରତିସାମ୍ୟ ରହିଛି। ଏମାନଙ୍କର ଉଦାହରଣ ହେଲା ଯକୃତ କୃମି, ଫିତା କୃମି, ପ୍ଲାନାରିଆ। 8ରେ ନିମ୍ନ ଶ୍ରେଣୀରେ ଥିବା 4ଗୋଟି ଉତ୍ତର ମଧ୍ୟରୁ ସଠିକ ଉତ୍ତରଟି ବାଛି ଲେଖ। କ ଶ୍ରେଣୀ ବିଭାଗ ବିଜ୍ଞାନର ଜନକ କିଏ? କାର୍ଲ ଲିନ୍ନେସ୍, ଚାର୍ଲସ ଡାରୱିନ୍, ଏର୍ଣ୍ଣଷ୍ଟ ହ୍ୟାକେଲ, କାର୍ଲୋଇନ୍। ତ ଏହାର ସଠିକ ଉତ୍ତର ଅପସନ ଆଇ ରାଇଟ ଆନ୍ସର କାର୍ଲ ଲିନ୍ନେସ୍। ତାପରେ ଖରେ କେଉଁ ଗୋଷ୍ଠୀରେ ସର୍ବାଧିକ ପ୍ରାଣୀ ଅନ୍ତର୍ଭୁକ୍ତ? ଆଇରେ ମୋଲୁସ୍କା, ଏରିଡିଆ, ଆର୍ଥ୍ରୋପୋଡା, ନିମାଟୋଡା। ତ ରାଇଟ ଆନ୍ସର ଆର୍ଥ୍ରୋପୋଡା। ଗ ମନୁଷ୍ୟର ବୈଜ୍ଞାନିକ ନାମର ଜିନ୍ସଟି କଣ? ହେମୋ, ମ୍ୟାନ, ସାପିଏନ୍, ଇରେକ୍ଟସ୍। ତ ଏହାର ସଠିକ ଉତ୍ତର ହେଇଯିବ ହୋମୋ। ଘ ମଟର ଗଛର ବୈଜ୍ଞାନିକ ନାମର ସ୍ପିସିସ୍ କଣ? ତ ସ୍ପିସିସ୍ ହେଉଛି ମଟର ଗଛର ବୈଜ୍ଞାନିକ ନାମ ପାଇସମ ଓରାଇଜା ଭାଇଭାକ୍ସ ସାଟିଭମ। ତ ଏହାର ସଠିକ ଉତ୍ତର ହେଇଯିବ ସାଟିଭମ। ତାପରେ କେଉଁଟି ପ୍ଲାଣ୍ଟିର ଅନ୍ତର୍ଭୁକ୍ତ? ଆଇ ଆଞ୍ଜିଓସ୍ପର୍ମ, ଟୁଆଇରେ ଏକାଇନୋଡୋମାଟା, ହୁକ୍ୱାର, ପୋରିଫେରା। ତ ରାଇଟ ଆନ୍ସର ଆଞ୍ଜିଓସ୍ପର୍ମ। 9 ନମ୍ବର ଗୋଟିଏ ବାକ୍ୟର ଉତ୍ତର ଦିଅ। ଜୈବ ବିବିଧତା, ସହଜୀବିତା, ବାଇନୋମିଆଲ, ନୋମେନକ୍ଲେଚର, ଲାଇକେନ, ଲିପ୍ଟୋଗାମ୍ସ। ତ ଏହାର ପ୍ରଥମେ ଜୈବ ବିବିଧତା ଯେଉଁ ବା ଯେ କୌଣସି ପ୍ରାକୃତିକ ପରିବେଶରେ ପ୍ରକୃତିର ଅନନ୍ୟ ବିଭିନ୍ନତାକୁ ନେଇ ବିଭିନ୍ନ ପ୍ରକାର ଜୀବମାନଙ୍କର ଏକତ୍ର ସହାବସ୍ଥାନକୁ ଜୈବ ବିବିଧତା କୁହାଯାଏ। ଭେରି ଭେରି ଇମ୍ପୋର୍ଟାଣ୍ଟ, ଭଲ ଭାବରେ ମନେ ରଖିବେ ଜୈବ ବିବିଧତା। ନେକ୍ସଟ ରହିଛି ସହଜୀବିତା। ଉତ୍ତର ଫଞ୍ଜାଇ ଓ ଆଲଜି ଏକାଠି ମିଶି ବସବାସ କରୁଥିବାରୁ ଏମାନଙ୍କ ଜୀବନ ଯାପନ ପ୍ରଣାଳୀକୁ ସହଜୀବିତା କୁହାଯାଏ। ଗରେ ଲିନିୟସଙ୍କ ପ୍ରବର୍ତ୍ତିତ ଦ୍ୱିପଦ ନାମକରଣ ପଦ୍ଧତିକୁ ବାଇନୋମିଆଲ ନୋମେନକ୍ଲେଚର କୁହାଯାଏ। ଘ କେତେକ ଫଞ୍ଜାଇ କିଛି ଆଲଜି ସହ ମିଶି ଗଛର ଗଣ୍ଡି ବା ପଥର ଉପରେ ଏକାଠି ବାସ କରନ୍ତି, ଏହାକୁ ଲାଇକେନ
କୁହାଯାଏ। ଉହାରେ କେତେକ ନିମ୍ନ ଶ୍ରେଣୀୟ ଅପୁଷ୍ପକ ଉଦ୍ଭିଦ ଯଥା ଥାଲୋଫାଇଟା, ବ୍ରାୟୋଫାଇଟା ଓ ଟେରିଡୋଫାଇଟାଙ୍କୁ କ୍ରିପ୍ଟୋଗାମ୍ସ କୁହାଯାଏ। ତାପରେ ଘରେ ବିଲୁପ୍ତ ଜାତି କହିଲେ କଣ ବୁଝ? ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଉତ୍ତର, ବିଲୁପ୍ତ ଜାତିର ଜୀବ ମାନେ ସାଧାରଣତଃ 50 ବର୍ଷ ହେବ ପୃଥିବୀ ପୃଷ୍ଠରେ ଆଉ ଦେଖା ଯାଉନାହାନ୍ତି। ଭାରତର ଚିତାବାଘ, ଟାସମାନିଆନ ଉଲ୍ଫ, ପାହାଡି ଛେଳି, ମେରୁ ଅଞ୍ଚଳର ବାଘ, ଭାରତ ମହାସାଗରରେ ମରିସସ୍ ଦ୍ୱୀପରେ ଦେଖାଯାଉଥିବା ପକ୍ଷୀ ଡୋଡୋ, ବକ୍ରଦନ୍ତ ଯୁକ୍ତ ଲୋମସ ହାତୀ, ଏହିପରି ଅନେକ ଜୀବ ଆଜିକାଲି ବିଲୁପ୍ତ ଜାତିରେ ଲୋପ ପାଇଗଲେଣି। ତ ଏମାନଙ୍କୁ କଣ କୁହାଯାଏ? ନା ବିଲୁପ୍ତ ଜାତି। ତାପରେ 10 ନମ୍ବର, କମଣ୍ଡଳୁ ଗଛ କିପରି ଖାଦ୍ୟ ସଂଗ୍ରହ କରେ? ଉତ୍ତର, କମଣ୍ଡଳୁ ଗଛ ଏକ କୁଣ୍ଡଳୀ ପରି ଦେଖାଯାଏ। ଏହା ଉପର ଅଂଶ ସବୁବେଳେ ଖୋଲା ରହିଥାଏ। କୌଣସି କୀଟ ପତଙ୍ଗ ଆଦି ଭିତରକୁ ପଶିଗଲେ ଏହାର ଉପର ଅଂଶ ସାଧାରଣଟି ବନ୍ଦ ହୋଇଯାଏ। ଏହାପରେ କମଣ୍ଡଳୁ ବୃକ୍ଷ ଉକ୍ତ କୀଟକୁ ନିଜର ଖାଦ୍ୟ ରୂପେ ଗ୍ରହଣ କରିଥାଏ। ଏହାକୁ ମାଂସାଶୀ ଉଦ୍ଭିଦ ମଧ୍ୟ କୁହାଯାଇଥାଏ। କମଣ୍ଡଳୁ ବୃକ୍ଷ ଏହିପରି ନିଜର ଖାଦ୍ୟ ସଂଗ୍ରହ କରିଥାଏ। 12 ନମ୍ବର, ଅସୁରକ୍ଷିତ ଓ ଦୁର୍ଲଭ ଜାତିର ଜୀବଙ୍କ ମଧ୍ୟରେ ମୌଳିକ ପାର୍ଥକ୍ୟ ଦର୍ଶାଅ। ଉତ୍ତର, ଅସୁରକ୍ଷିତ ଜାତିର ଜୀବମାନଙ୍କ ଶିକାର ଓ ବ୍ୟବହାର ଅଧିକ ହେଉଥିବାରୁ ଏବଂ ଏମାନଙ୍କର ସଂରକ୍ଷଣ ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଏମାନେ ଅସୁରକ୍ଷିତ। ଏହି ଜୀବମାନେ ଦିନକୁ ଦିନ ବିଲୁପ୍ତ ହେବାରେ ଲାଗିଲେଣି। ଏମାନେ ହେଲେ ସରୀସୃପ, ତୃଣଭୋଜୀ ପ୍ରାଣୀ ତଥା ଔଷଧୀୟ ଜାତୀୟ ଗୁଳ୍ମ ଉଦ୍ଭିଦ। ଦୁର୍ଲଭ ଜାତିର ଜୀବମାନେ ପୃଥିବୀ ପୃଷ୍ଠରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ରହିଥାନ୍ତି। ଏମାନଙ୍କର ବଂଶ ବୃଦ୍ଧି ଦ୍ରୁତ ଗତିରେ ହୋଇନଥାଏ, ତେଣୁ ଏମାନଙ୍କର ସଂରକ୍ଷଣର ନିହାତି ଆବଶ୍ୟକତା ରହିଛି। ଏମାନେ ହେଲେ ଆସାମର ମାନସ ଜାତୀୟ ଉଦ୍ୟାନରେ ଦେଖାଯାଉଥିବା ସୁବର୍ଣ୍ଣ ମର୍କଟ। ତ ପିଲାମାନେ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛି, ଥ୍ୟାଙ୍କ ୟୁ।